ପଲ୍ଲବୀ କହିବେ, ସାନ ମା, କ'ଣ ହେଇଥିଲା କ'ଣ ନ ହେଇଥିଲା ସେସବୁ ଆପଣ ଭୁଲି ଯାଆନ୍ତୁ। ଆମେ ସମସ୍ତେ ପୁଣି ମିଶିକି ରହିବା। ତାପରେ ଆଦର୍ଶ କହିବେ, ହଁ ଖୁଡ଼ୀ, ମା ଏଠି ତମ ସମସ୍ତଙ୍କୁ ଘରକୁ ଫେରେଇ ନେବା ପାଇଁ ଆସିଛନ୍ତି। ଆଉ ତମେ ଖୁସି ହେବା ବଦଳରେ ଓଲଟି ଯିବା ପାଇଁ ମନା କରିଦଉଛ। ଏହାପରେ ମମତା କହିବେ, ହଁ, ମନା କରୁଛି। ଆମେ ସମସ୍ତେ ଏକାଠି ଗୋଟେ ଘରେ ରହିପାରିବା ସେତେବେଳେ ଯେତେବେଳେ ଦୁଇ ପରିବାରଙ୍କ ଭିତରେ ସ୍ନେହ, ଭଲ ପାଇବା, ବୁଝାମଣା ଏକ ହେଇପାରିବ। ତା ନହେଲେ ଆମେ ଏଠୁ ଯାଇ ସେଠି ରହିବା, ତାହା କେବେ ବି ସମ୍ଭବ ନୁହେଁ। ଏହାପରେ ମାୟା କହିବେ, ତା ମାନେ ତମ ମନରେ ପୂଜା ପାଇଁ, ମୋ ପାଇଁ, ଆନନ୍ଦଙ୍କ ପାଇଁ, ମହାପାତ୍ର ଖାନଦାନ ପାଇଁ ଟିକେ ବି ଚିନ୍ତା ନାହିଁ, ଟିକେ ବି ସମ୍ମାନ ନାହିଁ। ତାପରେ ମମତା କହିବେ, ନାଇଁ ଦିଦି, ସେ କଥା ନୁହେଁ। ମୋ ମନରେ ତମ ପାଇଁ, ଭାଇଙ୍କ ପାଇଁ, ପୂଜା ପାଇଁ, ମହାପାତ୍ର ଖାନଦାନ ପାଇଁ ସବୁବେଳେ ସମ୍ମାନ ଅଛି। ସେଇଥିପାଇଁ ତ କହୁଛି, ଗୌରବ, ବିନୋଦ ସେଠି ଯାଇ ପୂଜାରେ ସାମିଲ ହେବେ, ଆଉ ସାହାଯ୍ୟ କରିବେ। ଏମିତିକି ମୁଁ ମଧ୍ୟ ସବୁଦିନ ଦ୍ୱିପ୍ରହରେ ଲଞ୍ଚ ବକ୍ସ ନେଇ ବିନୋଦ ପାଖକୁ ଯିବି, ଆଉ ମୁଁ ସେଠି ସବୁ କାମ କରିବି। କିନ୍ତୁ ସନ୍ଧ୍ୟାରେ ଗୌରବକୁ ନେଇକି ମୁଁ ଏଠିକି ଚାଲି ଆସିବି। ଏହାପରେ ପଲ୍ଲବୀ କହିବେ, ସାନ ମା, ଆପଣଙ୍କୁ, ଦାଦାଙ୍କୁ, ଭାଇଙ୍କୁ ସମସ୍ତଙ୍କୁ ସବୁଦିନ ପାଇଁ ସେ ଘରେ ଯାଇ ରହିବାକୁ ପଡ଼ିବ। ଏକଥା ନିଜେ ଦାଦିମା ଅର୍ଡର ଦେଇଛନ୍ତି। ଆଉ ତାପରେ ବି ଆପଣ ଯଦି ସେଠିକି ନ ଯିବେ ତାହେଲେ ସେ ନିଜେ ଏଠିକି ଆସିବେ ବୋଲି ଅର୍ଡର ଦେଇଛନ୍ତି। ଏହାପରେ ବିନୋଦ କହିବେ, କ'ଣ ହେଲା? ପିଉସୀ ମା ନିଜେ ଏକଥା କହିଛନ୍ତି? ତାପରେ ପଲ୍ଲବୀ ମୁଣ୍ଡ ହଲେଇ ହଁ କହିବେ। ଏହାପରେ ବିନୋଦ କହିବେ, ଆରେ ବାପରେ ମମତା, ପିଉସୀ ମା ଏଠିକି ଯଦି ଆସିବେ ତାହେଲେ ଏଠି ପ୍ରଳୟ ଆରମ୍ଭ ହେଇଯିବ। ଆମ ସାତ ପୁରୁଷ ଉଦ୍ଧାର କରିଦେବେ ସିଏ। ଏମିତିକି ସ୍ୱର୍ଗରେ ଆମ ପୂର୍ବପୁରୁଷମାନେ ତାଙ୍କ କୋପ ଦେଖିକି ଥରହର ହେବାକୁ ଲାଗିବେ। ଭାଉଜ, ମୁଁ ତମ ସାଙ୍ଗରେ ଯିବାକୁ ରେଡ଼ି। ମୁଁ ତାଙ୍କ କୋପ ଦେଖି ସହିପାରିବିନି। ମମତା ପ୍ଲିଜ୍, ତମେ ରାଜି ହେଇଯାଅ। ତମେ ଯଦି ସେଠିକି ନ ଯିବ ତାହେଲେ ପିଉସୀ ମା ଏଠିକି ଆସି ତମକୁ ଘୋଷାଡ଼ି ଘୋଷାଡ଼ି ସେଠିକି ନେଇଯିବେ। ଏହା ଶୁଣି ମମତା ପୂରାପୂରି ଆଶ୍ଚର୍ଯ୍ୟ ହେଇଯିବେ। ତାପରେ ପୁଣି ବିନୋଦ କହିବେ, ପ୍ଲିଜ୍ ମମତା, ତମେ ତାଙ୍କ କଥାରେ ରାଜି ହେଇଯାଅ। ତାପରେ ମମତା ମାୟାକୁ କହିଥିବା କଥାକୁ ମନେ ପକେଇବେ, ଆଉ ମନେ ମନେ କହିବେ, ମୁଁ ଦିଦିଙ୍କୁ କହିଥିଲି, ଯେତେବେଳେ ବି ମୋର ଆବଶ୍ୟକତା ମନେ କରିବ ଥରେ ଖାଲି ମୋତେ କଲ୍ କରି କହିଦେଲେ ମୁଁ ଆସି ପହଞ୍ଚିଯିବି। କିନ୍ତୁ ମୁଁ ରହିବାକୁ ଯିବା କଥା ତ କହିନଥିଲି। ଏବେ ମୁଁ ଦିଦିଙ୍କ କଥାରେ ସେଠିକି ଚାଲିଯିବି, ତାହେଲେ ସେଠି ପୁଣି ସେଇଆ ସବୁ ହେବ ଯାହା ଆଗରୁ ହଉଥିଲା। ପୁଣି ରୁବି ଦିଦି ତାନା ମାରି କହିବେ, ପୁଣି ସେ ଆଗ ଭଳିଆ ପରିବାର ନାଁରେ ଦିଦିଙ୍କ କାନରେ ଏଣୁତେଣୁ ମିଛ କହିବେ, ସେସବୁ ପୁଣି ସେଇଆ ହେବ। ଆମେ ପୁଣି ସେ ଘର ଛାଡ଼ି ଆସିବୁ। କିନ୍ତୁ ଏବେ ମୁଁ ଦିଦିଙ୍କର ବି ଅପମାନ କରିପାରିବିନି ନା। ଏହାପରେ ମାୟା କହିବେ, ମମତା, ତମେ କିଛି କହିଲନି ଯେ? ତାପରେ ମମତା ମାୟା ପାଖକୁ ଯିବେ, ଆଉ କହିବେ, ମୁଁ ତମକୁ ବହୁତ ସମ୍ମାନ ଦିଏ ଦିଦି। ଠିକ୍ ଅଛି, ମୁଁ ତମ କଥା ରଖିବି। ଆମେ ସମସ୍ତେ ସେଠିକି ଯିବୁ, ଆଉ ସେଠି ରହିବୁ। ପୂଜା ପରେ, ମାନେ ପିଉସୀ ସେଠୁ ଯାଇସାରିଲା ପରେ ଆମେ ପୁଣି ଏଠିକି ଫେରି ଆସିବୁ। ଆମେ ଆଉ ସେଠି ରହିବୁନି। ତାପରେ ମାୟା କହିବେ, ଠିକ୍ ଅଛି, ଯେମିତି ତମ ଇଚ୍ଛା। ଆଦର୍ଶ, ମୁଁ ଗାଡ଼ିରେ ଅଛି, ଆସ। ତାପରେ ମାୟା ସେଠାରୁ ଚାଲିଯିବେ। ତ ଦର୍ଶକ ବନ୍ଧୁ, ପଲ୍ଲବୀ ଆଉ ଆଦର୍ଶ ମମତାଙ୍କ ପରିବାରକୁ କ'ଣ ସେ ଘରେ ଅଟକେଇ ପାରିବେ କି? ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ।